ଆପଣଙ୍କ ଏଜ୍ କେତେ ଏବେ ଆକ୍ଚୁଆଲି ଆପଣଙ୍କ ବଡିର ଏଜ୍ କେତେ ଏବଂ ଦ୍ୟାଟ୍ସ ଏ ବାୟୋଲୋଜିକାଲ ଏଜ୍ ଠିକ୍ ଅଛି। କିନ୍ତୁ ଆପଣ ଆର୍ଟେରୀର ଏଜ୍ କେତେ? ଆପଣଙ୍କ ଏଜ୍ ଆପଣଙ୍କର ରକ୍ତ ନଳୀର ଏଜ୍ ବୁଝିହେଲା? ଏବଂ ମୋର କହିବାର ମାନେ ହଉଛି ଦେୟାର ଇଜ୍ ଏ ଟେଷ୍ଟ କଲ୍ CIMT କେରୋଟିଡ୍ ଇଣ୍ଟିମା ମେଡିଆ ଥିକନେସ୍ ବୋଲି ଗୋଟେ ଟେଷ୍ଟ ଅଛି ଯୋଉଥିରେ କି ଆମର ପ୍ରାୟ କାର୍ଡିଓଲୋଜିଷ୍ଟ ମାନେ କରନ୍ତି। କଣ ପାଇଁ କରନ୍ତି? ସେଥିରେ ଆପଣଙ୍କର ଆକ୍ଚୁଆଲ ଏଜ୍ ଜଣା ପଡିଯିବ। ଦ୍ୟାଟ୍ ମିନ୍ସ ଆପଣଙ୍କର ଆର୍ଟେରୀର ଏଜ୍ ଜଣା ପଡିଯିବ। ଆର୍ଟେରୀ ଭିତରେ କେତେ ପ୍ଲେକ୍ସ ଅଛି ଜଣା ପଡିଯିବ। ଆଣ୍ଡ ଏବେ ଆହୁରି ନ୍ୟୁ ଟେଷ୍ଟିଂସ୍ ଆସିଲାଣି। ଆପଣ ଖାଲି ବ୍ଲଡ୍ ଟେଷ୍ଟ କରୁଛନ୍ତି। ବ୍ଲଡ୍ରେ କଣ ଜଣା ପଡିବ? ଆଇଦର ୟୋର ଟ୍ରାଇଗ୍ଲିସରାଇଡ୍ ଜଣା ପଡିବ, ଆପଣଙ୍କର VLDL ଜଣା ପଡିବ, ଏଗୁଡା ସବୁ ଜଣା ପଡିବ। ବଟ୍ there is so many advanced test as CIMT ଗୋଟେ ଆସିଲାଣି ଆଉ ଗୋଟେ ଆସିଲାଣି କି CGM continuous glucose monitor ଆପଣ କଣ୍ଟିନ୍ୟୁଅସଲି ଆମେ ଆପଣଙ୍କ ବଡିରେ କେତେ ସୁଗର ରହୁଛି କମୁଛି ଆପଣ ଜାଣିପାରିବେ। ଆଉ ଗୋଟେ ଟେଷ୍ଟ ଆସିଲାଣି ଯୋଉଟା କି ସିଟି କୋରୋନାରୀ ଏଞ୍ଜିଓଗ୍ରାଫି ଓକେ। ତ ସେଥିରେ ଆମେ ଜାଣିଦେବା କି ଆପଣଙ୍କ ପ୍ଲେକ୍ସରେ ସାଇଜ ଏବଂ ଆପଣଙ୍କର କ୍ୟାଲସିୟମ ପ୍ଲେକ୍ସ ଆପଣଙ୍କର କ୍ୟାଲସିୟମ ସ୍କୋର କେତେ ଅଛି ଅଲ୍ ଦିସ୍ ଥିଙ୍ଗ। ତ ଆଜି ସିମ୍ପଲ ବିଷୟରେ ମୁଁ କହିବି ଆପଣଙ୍କର ରକ୍ତ ନଳୀ ଏଟା ହଉଛି ରକ୍ତ ନଳୀ ଏହାକୁ କେମିତି କ୍ଲିନ ରଖିବା ବୁଝିପାରିଲେ। ରକ୍ତ ନଳୀକୁ ଯଦି ଆମେ କ୍ଲିନ ରଖିବା ନା ଆମେ ବହୁତ ଶୀଘ୍ର ରୋଗରୁ ଭଲ ହେଇପାରିବା। ଏବଂ ଡାଇବେଟିସରେ ମୁଖ୍ୟତଃ କଣ ହେଇଥାଏ ମନେ ରଖନ୍ତୁ ସୁଗର କିମ୍ବା ଗ୍ଲୁକୋଜ ଆପଣଙ୍କ ରକ୍ତ ନଳୀକୁ ଡ୍ୟାମେଜ କରିଥାଏ ମାଇ ଫ୍ରେଣ୍ଡ। ୟେସ୍ ମୁଁ ଆଉଥରେ କହିଦଉଛି ଇଏ କଣ କରିଥାଏ ଆପଣଙ୍କ ରକ୍ତ ନଳୀକୁ ଡ୍ୟାମେଜ କରିଥାଏ ସୁଗର ବୁଝିହେଲା। ତ ରକ୍ତ ନଳୀକୁ ଯେତେବେଳେ ଡ୍ୟାମେଜ କରିବ ତାର ପାର୍ଟରେ ଧୀରେ ଧୀରେ କଣ ହେଇଯାଏ କି ଏଇ ଯୋଉ ତଳ ଲେୟାର ଦେଖୁଛନ୍ତି ନା ଏଠି ଧୀରେ ଧୀରେ କ୍ୟାଲସିୟମ ବିଲ୍ଡଅପ୍ ହେଇଯିବ। ପ୍ଲେକ୍ସ ଆପଣଙ୍କର ଟକ୍ସିସିଟି ଡିପୋଜିଟ୍ ହେଇଯିବ, ପ୍ଲେକ୍ସ ବିଲ୍ଡଅପ୍ ହେଇଯିବ ଆଣ୍ଡ ଧୀରେ ଧୀରେ ଯେତେବେଳେ ରପଚର ହେଇଯାଏ ବେଲେ ବେଲେ ଦ୍ୟାଟ୍ସ କଲ୍ଡ କ୍ଲଟ୍ ଫର୍ମେସନ ଆଣ୍ଡ ଏଇ ଟାଇମରେ ବ୍ଲକେଜ ହେଇଥାଏ। ଓକେ ସୋ ୱାନ୍ସ ବ୍ଲକେଜ ଯୋଉ ଜାଗାରେ ହେବ ଦ୍ୟାଟ୍ ଇଜ ଦ କଜ ଅଫ ଅଲ୍ ପ୍ରୋବ୍ଲେମ। ଯୋଉ ଜାଗାରେ ବ୍ଲକେଜ ହେବ ସେଠି ରୋଗ ହବ ଆପଣଙ୍କୁ ବୁଝିହେଲା। ସୋ ଆମେ ବହୁତ ଗୁଡିଏ ଜିନିଷ ଉପରେ ପଚାରିଥାଉ ଲୋକମାନେ ହାଇ ଇନସୁଲିନ ଇଜ ଦ କଜ ଅଫ ଦିସ୍ ଥିଙ୍ଗ ଅଲସୋ। ବହୁତ ଲୋକ ଇନସୁଲିନ ଟେଷ୍ଟ କରାନ୍ତିନି ଆମେ ସେଥିପାଇଁ ତାଙ୍କୁ କହିଥାଉ ଆପଣ ଇନସୁଲିନ ଟେଷ୍ଟ କରେଇବେ। ଇନସୁଲିନ ଟେଷ୍ଟ ଆପଣ ପଚାରିବେ ସାର୍ ମୁଁ ତ ଇନସୁଲିନ ନଉନି ଇନସୁଲିନ ଟେଷ୍ଟ କାହିଁକି କରିବି? ଇନସୁଲିନ ଟେଷ୍ଟ କଲେ ଆପଣ ଜାଣିପାରିବେ କି ଆକ୍ଚୁଆଲି ଆପଣଙ୍କର ଯୋଉ ପ୍ରୋବ୍ଲେମସଟା ରହୁଛି because high insulin is the cause of blood pressure, blood sugar, obesity, so many problems ବୁଝିହେଲା। ଯଦି ଇନସୁଲିନ ଲେଭେଲ ଆପଣଙ୍କ ବଡିରେ 6 above ରହୁଛି ତାହେଲେ ଦ୍ୟାଟ୍ କଜେସ୍ ସୋଡିୟମ ରିଟେନସନ ଆଣ୍ଡ ବ୍ଲଡ ପ୍ରେସର ଅଲସୋ। ସୋ ଏହା ଉପରେ ବହୁତ ଚର୍ଚ୍ଚା ହେଇଥିଲା ଆଣ୍ଡ ସୋ ଆମେ ସିମ୍ପଟମ୍ସ ଉପରେ ବି ଟିକେ ଚର୍ଚ୍ଚା କରିଦେବା। ଡାଇବେଟିସର ଆପଣ ସମସ୍ତେ ଜାଣିଛନ୍ତି କୋଉ କୋଉ ସିମ୍ପଟମ୍ସ ଆସିଥାଏ ଏଥିରେ ଡାଇବେଟିସରେ ଲାଇକ୍ frequent urination ବାରମ୍ବାର ପରିସ୍ରା ହେଇଥାଏ। yes or no ହେଇଥାଏ। କୋଉମାନଙ୍କର ପରିସ୍ରା ଦ୍ୱାର ଫାଟି ଯାଇଥାଏ। କୋଉମାନଙ୍କର ଯୌନାଙ୍ଗରେ ବେଲେ ବେଲେ ଆମେ ଦେଖିଛୁ ଶିଥିଳତା ଦେଖାଯାଏ। ବେଲେ ବେଲେ ହ୍ୱାଇଟ ପେଚେସ୍ ଜମା ହେଇଯାଏ ସେଠି ରାଇଟ୍ ଫଙ୍ଗାଲ ଇନଫେକ୍ସନ ହେଇଯାଏ ଆଣ୍ଡ ପରିସ୍ରା କଲାବେଳେ ବହୁତ ବଥା ହେଇଥାଏ। ସୋ ମେନି ପ୍ରୋବ୍ଲେମ୍ସ ରାଇଟ୍। କଣ ପାଇଁ? ସୁଗର। ୟେସ୍ ଆପଣଙ୍କ ପରିସ୍ରା ଆପଣଙ୍କ ବଡି କଣ ଚେଷ୍ଟା କରେ ଯେତେବେଳେ ସୁଗର ବଢିଯାଏ ସେ ଚେଷ୍ଟା କରିବ ସୁଗରଟାକୁ ମୁଁ କେମିତି ବାହାର କରିବି। କାରଣ ସୁଗର ଯଦି ବେଶୀ ବଢିବ ଆପଣଙ୍କ ଶରୀରକୁ ଡ୍ୟାମେଜ କରିବ, ରକ୍ତ ନଳୀକୁ ଡ୍ୟାମେଜ କରିବ। ସୋ ସେ ଚେଷ୍ଟା କରିବ ଆପଣଙ୍କ ପରିସ୍ରା ଥ୍ରୁରୁ ତାକୁ ବାହାର କରିଦେବା ପାଇଁ। ପରିସ୍ରା ଥ୍ରୁରୁ ଯେତେବେଳେ ବାହାର କରିବ ତ ପରିସ୍ରା ଦ୍ୱାରରେ ତାକୁ ଖାଇବା ପାଇଁ ବ୍ୟାକ୍ଟେରିଆ ଫଙ୍ଗସ ଆସିବେ। ସୋ ସେଠି ସେମାନେ ଇନଫେକ୍ସନ କରିବେ। ସେଥିପାଇଁ ପରିସ୍ରା ଇନଫେକ୍ସନ ହେଇଥାଏ। ପରିସ୍ରା ଇନଫେକ୍ସନ ଯୋଉମାନଙ୍କର ହେଇଥାଏ ଆମେ ତାଙ୍କୁ ବାରମ୍ବାର କହିଥାଉ ପ୍ରଥମ ଜିନିଷ ଆପଣଙ୍କ ସୁଗର କଣ୍ଟ୍ରୋଲ କରିବାର ଅଛି ବୁଝିହେଲା। ୟେସ୍ ତାପରେ ଆପଣ ମନେ ରଖନ୍ତୁ ଆପଣଙ୍କର ଅନପ୍ଲାନ୍ ୱେଟ୍ ଲସ୍ ଯୋଉମାନଙ୍କର ହେଇଥାଏ ତାଙ୍କର ଇନସୁଲିନ ସିକ୍ରେସନ କମି ଯାଇଥାଏ। ୟେସ୍ ଏଟା ମନେ ରଖନ୍ତୁ ଯୋଉମାନଙ୍କର ୱେଟ୍ ଲସ୍ ହଉଛି ମାନେ ତାଙ୍କର ପାର୍ଟିକୁଲାରଲି ଇନ୍
ପତଲୁ ଲୋକମାନଙ୍କର ପତଲୁ ଲୋକ ବହୁତ ପତଲା ଥାଆନ୍ତି ସେମାନେ ତାଙ୍କର ଇନସୁଲିନ ଅଭାବ ହେଇଥାଏ କିନ୍ତୁ ଯୋଉମାନେ ମୋଟୁ ଅଛନ୍ତି ମୋଟା ଅଛନ୍ତି ନା ତାଙ୍କର ଅତ୍ୟଧିକ ଇନସୁଲିନ ହେଇଥାଏ ଅଧିକ ଇନସୁଲିନ ହେଲେ ବି ଖରାପ କମ ହେଲେ ବି ଖରାପ ତ ଆମେ ତାକୁ ଚେଞ୍ଜ କରିଥାଉ ସେଥିପାଇଁ ବୁଝିପାରିଲେ ଫିଲିଂ ଟାୟାର୍ଡ ଲାଗିଥାଏ କଣ ପାଇଁ ଆପଣଙ୍କ ବଡିରେ ଗୋଟେ ଇଞ୍ଜିନ ଅଛି ଲେଖିକି ରଖନ୍ତୁ ଇଞ୍ଜିନର ନାଁ କଣ ମାଇଟୋକଣ୍ଡ୍ରିଆ ସେଇ ଇଞ୍ଜିନରେ ସୁଗର ବର୍ନ ହେଇଥାଏ କିନ୍ତୁ ଯେତେବେଳେ ଆପଣଙ୍କ ବଡି ସେଇ ଇଞ୍ଜିନଟାକୁ ଅନ୍ କରିପାରେନି ଆମେ ତାକୁ ମେଟାବଲିକ ଡିଜିଜ ବୋଲି କହିଥାଉ ତ ସେ ଇଞ୍ଜିନକୁ ଅନ୍ କରିବାକୁ ହେଲେ ଆପଣଙ୍କ ଶରୀରକୁ ଯୋଉ ଜାଗାରେ ଟକ୍ସିସିଟି ଅଛି କିମ୍ବା ଆପଣଙ୍କର ବଡିରେ ଯୋଉଠି ବିଷ ଅଛି ତାକୁ କାଢିବାକୁ ପଡିବ ବୁଝିପାରିଲେ ଜବ ତକ କାଢିବେନି କାମ ହବ ନାହିଁ ଓକେ ଆମେ କଣ କରିଥାଉ ସୁଗରୀ ଫୁଡକୁ ପ୍ରଥମେ କମ କରିଥାଉ ତାପରେ ଆମେ ହେଲ୍ଦି ଫ୍ୟାଟ୍ସ କହିଥାଉ ହେଲ୍ଦି ପ୍ରୋଟିନ୍ସ କହିଥାଉ and our participant enjoy ବହୁତ ଲୋକ ପଚାରନ୍ତି ସାର୍ ନମନେସ୍ ଇନ୍ ଦ ହ୍ୟାଣ୍ଡସ୍ ଆଣ୍ଡ ଫିଟ୍ସ କଣ ପାଇଁ ହଉଛି ୟା ବିଷୟରେ ଟିକେ ବୁଝେଇ ଦିଅନ୍ତୁ ମୁଁ କହିଲି ରକ୍ତ ଯୋଉଠି ଯିବନି ଡାଇବେଟିସରେ ମନେ ରଖନ୍ତୁ ଯୋଉ ଜାଗାକୁ ରକ୍ତ ଯିବନି ସେଠି ପ୍ରୋବ୍ଲେମ ହବ ୟେସ୍ ଯୋଉ ଜାଗାକୁ ରକ୍ତ ଯିବନି ସେଠି ପ୍ରୋବ୍ଲେମ ହବ କହିଥିଲି ଆପଣଙ୍କୁ ଓକେ ତ ଯଦି ଆପଣଙ୍କ ଡାଇବେଟିସରେ ଗୋଡକୁ ରକ୍ତ ଠିକ ସେ ଯିବନି ଏକରେ ବ୍ଲଡ ଫ୍ଲୋ କମିଯିବ ଓକେ ଦୁଇ ଜିନିଷ କଣ ହବ ଯୋଉ ବ୍ଲଡରେ ଯୋଉ ଆପଣଙ୍କର ନର୍ଭ ଯୋଉ ଅଛି ନା ଗୋଡକୁ ଯୋଉ ନର୍ଭ ସପ୍ଲାଏ କରୁଛି ଯୋଉଥିରେ ଆପଣ କୌଣସି ଗୋଟେ ଜିନିଷ ମାରିଲେ ଜାଣିପାରୁଛନ୍ତି କିମ୍ବା ଗୋଟେ ପିମ୍ପୁଡି କାମୁଡ଼ିଲେ ଆପଣ ଜାଣିପାରୁଛନ୍ତି ସେଇ ଜିନିଷ ଆପଣ ଜାଣିପାରିବେ ନାହିଁ ବୁଝିହେଲା and that's called numbness vitamin B12 deficiency ସହିତ ବି ଏଟା associated ଥାଏ ଓକେ ତ ମୁଖ୍ୟ ପ୍ରୋବ୍ଲେମ ସେ ସୁଗର ଆଗେନ୍ ମୁଁ କହିଥିଲି ଆପଣଙ୍କୁ ଯୋଉ ଜାଗାକୁ ରକ୍ତ ଯାଇପାରିବନି ଏବଂ ଯୋଉ ଜାଗାରେ ଅଧିକ ସୁଗର ଥିବ ସେଇ ଜାଗାରେ ହିଁ ପ୍ରୋବ୍ଲେମ ବାହାରିବ ବୁଝିହେଲା ୟେସ୍ ଆଉ ସେଇଟା ହିଁ ହେଇଥାଏ ଡାଇବେଟିସରେ ଆଣ୍ଡ ସବୁ ଅର୍ଗାନ୍ସ କୁ ରକ୍ତ ଯାଇଛି ଆଉ ଡାଇବେଟିସରେ ଯୋଉ ଅର୍ଗାନକୁ ରକ୍ତ ଠିକ ସେ ଯାଇପାରିବନି ଦ୍ୟାଟ କଜେସ୍ ପ୍ରୋବ୍ଲେମ ବୁଝିହେଲା ତ ଏଇ ବିଷୟରେ ଆପଣଙ୍କୁ ବେସିକ ନଲେଜ ବହୁତ ଲୋକ ପଚାରେ ସାର୍ ମୋର ତ ଆଖି ଦେଖାଯାଉନି ଆରେ ଆଖି ଦେଖା କଣ ପାଇଁ ଯାଉନି ଅନକଣ୍ଟ୍ରୋଲ ସୁଗର ଯୋଗୁଁ ଆପଣଙ୍କର ରକ୍ତ ନଳୀ ଆଖିର ଫିଟିଯାଏ ୟେସ୍ ଏନଜିଓଜେନେସିସ୍ ବୋଲି କହିଥାଉ ଆମ ମେଡିକାଲ ଭାଷାରେ ତ କଣ ହବ ଆପଣ ଠିକ ସେ ଦେଖିପାରିବେନି ବୁଝିହେଲା କେତେ ଥର ଇଞ୍ଜେକ୍ସନ ନେବେ ଆପଣ ଜବ ତକ ସୁଗର କଣ୍ଟ୍ରୋଲ କରିବେ ନାହିଁ ଏଇ ପ୍ରୋବ୍ଲେମ ବି ବଢି ବଢି ଚାଲିବ ଓକେ କନଷ୍ଟାଣ୍ଟ ଥ୍ରିଷ୍ଟ ବାରମ୍ବାର ଶୋଷ ଲାଗୁଥିବ କଣ ପାଇଁ ଆପଣଙ୍କ ବଡି ଦେଖିଲା ସୁଗର ବଢିଛି ମାନେ ପାଣି କମ ଅଛି ତ ସେ ହଙ୍ଗର ସେଣ୍ଟରକୁ ଥ୍ରିଷ୍ଟ ସେଣ୍ଟରକୁ ସିଗ୍ନାଲ ପଠେଇବ ବାରମ୍ବାର ଶୋଷ ଲାଗିବ ବାରମ୍ବାର ତାକୁ ଆମେ ପୋଲି ବାରମ୍ବାର ଭୋକ ଲାଗିବ ଆପଣଙ୍କୁ ବାରମ୍ବାର ଶୋଷ ଲାଗିବ ପୋଲିଫେଜିଆ ଅର୍ ପୋଲିହାଇଡ୍ରିଆ ଏମିତି ଡିଫରେଣ୍ଟ ଯୋଉ ଓକେଜନ୍ସରେ ଆପଣଙ୍କ ସିମ୍ପଟମ୍ସ ଆସିଥାଏ ଆଣ୍ଡ ଦେଖିବେ ବେଳେ ବେଳେ ଆପଣଙ୍କୁ ବାନ୍ତି ବାନ୍ତି ଲାଗିବ ଆଣ୍ଡ ବ୍ଲରି ଭିଜନ୍ସ ଆସିବ ସୋ ଆପଣମାନଙ୍କର କୋଉ କୋଉ ସିମ୍ପଟମ୍ସ ଅଛି ଏ ଭିତରୁ ଜଷ୍ଟ ଟାଇପ୍ ଇନ୍ ଦ ଚାଟ୍ ବକ୍ସ ମୁଁ ଦେଖିବା ପାଇଁ ଚାହୁଁଛି ଆପଣଙ୍କ କୋଉ କୋଉ ସିମ୍ପଟମ୍ସ ଯାହା ମୁଁ କହିଲି ଏବେ ଡାଇବେଟିସ୍ କୁହନ୍ତୁ ବ୍ଲଡ ପ୍ରେସର କୁହନ୍ତୁ ଓବେସିଟି କୁହନ୍ତୁ କୋଉ କୋଉ ସିମ୍ପଟମ୍ସ ଅଛି ୱିକ୍ ଲାଗିବ ଟାୟାର୍ଡ ଲାଗିବ ୟେସ୍ ସୋ ମେନି ଫିଟ୍ ପ୍ରୋବ୍ଲେମ ରୋଜି ମ୍ୟାଡମ ଲେଖୁଛନ୍ତି କଣ ପାଇଁ ଦିସ୍ ଦ ଇସ୍ୟୁଜ ଆପଣଙ୍କ ଗୋଡକୁ ରକ୍ତ ସପ୍ଲାଏ କମିଯିବ ଓକେ ଆଣ୍ଡ ଦ୍ୟାଟ୍ କ୍ରିଏଟ୍ସ ପ୍ରୋବ୍ଲେମ ସୋ ଆମେ ପ୍ରଥମ ଜିନିଷ ଆପଣଙ୍କ ଯେତେବେଳେ ଗୋଟେ ପ୍ରୋଫାଇଲ ଟେଷ୍ଟ କରିଥାଉ ପ୍ରୋଫାଇଲ ଟେଷ୍ଟରେ ଆମେ ବତେଇଥାଉ କି ଆପଣ ଜରୁର ୟେସ୍ ଆପଣ ଜରୁର ଭିଟାମିନ B12 ଟେଷ୍ଟ କରନ୍ତୁ ଭିଟାମିନ B12 ଯଦି କମ ଥାଏ ଏମିତି ହବ ଓକେ ୱେଟ୍ ଲସ୍ ୟେସ୍ କଲ୍ପତରୁ ୱେଟ୍ ଲସ୍ ଟାୟାର୍ଡନେସ୍ ସୁଦର୍ଶନ ବାବୁ vomiting blood pressure fit problem so many things. So we need to check all these things. I take injection right or wrong? It depends on your condition, madam. Emergency ପାଇଁ ଆମେ injection ଦେଇଥାଉ but without emergency no injection required. Okay. So feeling hungry, feeling tired, yes, ଯାହା ଯାହା symptoms କହିଲି ସେଇ symptoms ଅଛି ଆପଣମାନଙ୍କର ବିଜୟିନୀ ନାୟକ ମ୍ୟାଡାମ ଲେଖୁଛନ୍ତି। ୟା କଣ ପାଇଁ
ଏବେ କଣ ପାଇଁ ଆପଣ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ ଡାयबिଟିସ୍ କିମ୍ବା ବ୍ଲଡ ପ୍ରେସର ଯୋଉ ପ୍ରୋବ୍ଲେମ ହେଇଥାଏ ମୁଁ ଆପଣଙ୍କୁ ଆଉ ଗୋଟେ ଛୋଟିଆ ଭିଡିଓ ଥ୍ରୁରୁ ବୁଝିବାକୁ ଚେଷ୍ଟା କରୁଛି ଆପଣ ଦେଖିବେ ଦେଖିଲା ପରେ ତାକୁ ସବିଶେଷ ଜିନିଷ ବୁଝିପାରିବେ ବିକଜ ଏହାର ମେନ୍ ପଏଣ୍ଟସ୍ ଥାଏ ଅଣ୍ଡରଷ୍ଟାଣ୍ଡିଂ ଓକେ ସୋ जब तक ତାକୁ ଆପଣ ଅଣ୍ଡରଷ୍ଟାଣ୍ଡିଂ କରିବେନି କାମ ହବ ନାହିଁ ବୁଝିହେଲା ସୋ ଲେଟ୍ ମି ପ୍ଲେ ଦ୍ୟାଟ୍ ଭିଡିଓ ଯୋଉଟା କି ଆପଣଙ୍କର root cause yes understanding yeah understanding diabetes is very important for all of you and that's you should understand it very clearly ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଭିଡିଓ ଥ୍ରୁରୁ ବୁଝିବାକୁ ଚେଷ୍ଟା କରୁଛି yes चलो ଆପଣ ପ୍ଲିଜ ନୋଟ ତିଆର କରୁଛନ୍ତି yes very good so many people have written their complaints weight loss tired feeling tired yes this is the issues କଣ ପାଇଁ ଏମିତି ଲାଗେ ଆମେ ଜଷ୍ଟ ତା ବିଷୟରେ ଟିକେ ଚର୍ଚ୍ଚା କରିବା okay so let me see this video okay चलो yes I hope this video is visible to all of you yes or no yes this is it yeah हाँ, चलो so what problems happen in type 2 diabetes चलो इसको देखते हैं ठीक ଅଛି ଯୋଉଥିରେ କି ଆପଣଙ୍କ ବଡିକୁ ଡାଇବେଟିସରେ ସୁଗର ବଢିଯାଏ ସମସ୍ତେ ଜାଣିଛନ୍ତି ଦ୍ୟାଟ୍ସ ଗୁଡ କଣ ପାଇଁ ବଢିଥାଏ ଆପଣ ମନେ ରଖନ୍ତୁ କୌଣସି ଖାଦ୍ୟ ଯେତେବେଳେ ଖାଉଛନ୍ତି ଆପଣଙ୍କ ଡାଇଜେଷ୍ଟିଭ ସିଷ୍ଟମ ଯୋଉ ଅଛି ନା ୟା ଦିସ୍ ଇଜ ଡାଇଜେଷ୍ଟିଭ ସିଷ୍ଟମ ଡାଇଜେଷ୍ଟିଭ ଟ୍ରାକ୍ଟ ଧୀରେ ଧୀରେ କଣ ହବ ଏଠି ବ୍ରେକଡାଉନ ହବ ଫୁଡର ରାଇଟ ଆଣ୍ଡ ଫୁଡ ବ୍ରେକଡାଉନ୍ସ ହେଇକି ଆପଣଙ୍କ ଡିଫରେଣ୍ଟ ପାର୍ଟ ଥାଏ ଦେଖନ୍ତୁ ଏଠି ଚ୍ୟୁଇଂ ପାର୍ଟ ୟା ଆପଣଙ୍କର ମାଉଥ ପାର୍ଟ ଇଟ୍ କଣ୍ଟେନ୍ ମୋର ଦେନ୍ 6000 ମାଇକ୍ରୋବ୍ସ ଗଟ୍ ଗୁଡ୍ ବ୍ୟାକ୍ଟେରିଆ ଆପଣଙ୍କ ବଡିକୁ ଆପଣଙ୍କୁ ହେଲ୍ପ କରନ୍ତି ଆଉ ମାଉଥ ଫ୍ଲୋରା ବୋଲି କହିଥାଉ ଯୋଉ ଲୋକମାନେ ଖାଦ୍ୟକୁ ଠିକ ସେ ଚୋବାନ୍ତିନି ତାଙ୍କର ସୁଗର ବଢିଥାଏ ଆଉ ଥରେ ଲେଖିକି ରଖନ୍ତୁ ଯୋଉମାନେ ଖାଦ୍ୟକୁ ଠିକ ସେ ଚୋବେଇକି ଖାଆନ୍ତି ନାହିଁ ତାଙ୍କର ଗ୍ୟାସ୍ ପ୍ରୋବ୍ଲେମ ହେଇଥାଏ ଖାଇବା ପାଇଁ 2 ମିନିଟ ଟାଇମ ଗ୍ୟାସ୍ ପ୍ରୋବ୍ଲେମ ହବ ବୁଝିହେଲା ଆପଣ जब तक ଖାଇବା ପାଇଁ ଟାଇମ ଦେବେନି ନା ଗ୍ୟାସ୍ ପ୍ରୋବ୍ଲେମ ବଢି ବଢି ଚାଲିବ ଦେଖନ୍ତୁ ଏଇ ଜିନିଷ ତ ୟୁ ମଷ୍ଟ ନିଡ୍ ଟୁ ଗିଭ୍ ଟାଇମ ଟୁ ୟୋର ବଡି ଫର ଦିସ୍ ପ୍ରୋବ୍ଲେମ ବୁଝିହେଲା ତ ଖାଦ୍ୟକୁ ଯେତେବେଳେ ଚୋବେଇବେ ଏଥିରେ ଏନଜାଇମ ସ୍ଥିତିରେ ଶୁଣି କଣ ଆପଣଙ୍କର ଏନଜାଇମ ସାଲାଇଭାରୀ ଏନଜାଇମ ବୋଲି କହିଥାଉ ତାକୁ ଟାଇଲିନ ହେଲା ଏଠି ଗ୍ଲାନ୍ସ ଅଛି ଡିଫରେଣ୍ଟ ସାଲାଇଭାରୀ ଗ୍ଲାନ୍ସ ଅଛି ଆପଣ ଯୋଉ ଲାଲ ବୋଲି କହୁଛନ୍ତି ତା ମାନେ କଣ ସେଟା ଗ୍ଲାନ୍ସ ରୁ ଆପଣଙ୍କର ସାଲାଇଭା ସିକ୍ରେସନ ହଉଛି या एमाइलेज लाइपेज ओके तो এই ଯୋଉ ଏନଜାଇମ୍ସ ମାନେ ଟାଇଲିନ ଅଛି ଏଠି କଣ ହବ ଆପଣଙ୍କ ଏଇଠୁ ଡାଇଜେସନ ଷ୍ଟାର୍ଟ ହୁଏ ମାଉଥ ରୁ ଡାଇଜେସନ ଷ୍ଟାର୍ଟ ହେଇଯାଏ ବହୁତ ଲୋକମାନେ ମିଷ୍ଟେକ୍ସ କଣ କରନ୍ତି କି ଖାଇବା ପାଇଁ ଟାଇମ ଦିଅନ୍ତିନି 2 ମିନିଟରେ ଖାଇ ଦିଅନ୍ତି 1 ମିନିଟରେ ଖାଇ नो डोंट डू दिस मिस्टेक ଖାଇବା ବେଲେ ଆଟଲିଷ୍ଟ ଆପଣ ଅଧଘଣ୍ଟା ମିନିମମ ଟାଇମ ଦିଅନ୍ତୁ ଖାଦ୍ୟକୁ ପ୍ରପରଲି ଚୋବେଇ ଚୋବେଇ ଖାଆନ୍ତୁ ଆଉ ଗୋଟେ ସିକ୍ରେଟ ଆପଣଙ୍କୁ କହିଦଉଛି ଖାଦ୍ୟକୁ ଜବ ତକ ଆପଣ ପ୍ରପରଲି ଚୋବେଇବେନି ସୁଗର ବଢିବ ଏବଂ ଖାଦ୍ୟର ଅର୍ଡରରେ କେବେ ବି ପ୍ରଥମେ ଗ୍ରେନ୍ସ ଖାଆନ୍ତୁ ନାହିଁ ପ୍ରଥମେ ଲୋକ ମିଷ୍ଟେକ୍ ସେଟା କରୁଛନ୍ତି ପ୍ରଥମେ ଆପଣ କଣ ଖାଇବେ ଫାର୍ଷ୍ଟ ଟେକ୍ ଦ ପ୍ରୋଟିନ୍ସ ଭେଜିଟେବଲ୍ସ ୟାସ୍ ସାଲାଡ୍ସ ନିଅନ୍ତୁ ପ୍ରଥମେ ସବଜି ନିଅନ୍ତୁ ପ୍ରଥମେ ଖାଇସାରନ୍ତୁ ତାକୁ ତାପରେ ପ୍ରୋଟିନ୍ସ ନିଅନ୍ତୁ ଆପଣ ୟା ପ୍ରୋଟିନ୍ସ ପରେ ଆପଣ you can take good amount of କଣ ଲାଷ୍ଟ କୁ କାର୍ବୋହାଇଡ୍ରେଟ ନିଅନ୍ତୁ କାର୍ବୋହାଇଡ୍ରେଟ ମାନେ ଯୋଉଥିରେ ସୁଗର ବଢିଥାଏ ବୁଝିହେଲା ସୁଗରୀ ଫୁଡ ଓକେ ତାପରେ ଆପଣ ଖାଦ୍ୟ ଧୀରେ ଧୀରେ ଏଇଥିରୁ ପାସ୍ କରିବ କୋଉଠି ଷ୍ଟୋମାକ କୁ ପାସ୍ କରିବ ଆପଣଙ୍କର ଇଟ୍ ଇସ୍ ଭିଜିବୁଲ ଟୁ ୟୁ ଏଇ ଯୋଉ ଆପଣଙ୍କୁ ଇମେଜ ଦେଖଉଛି ସମସ୍ତଙ୍କୁ ଦେଖାଯାଉଛି ୟେସ୍ ଅର୍ नो just give me clarification in the chat box. Is this clear to you? Okay. Yeah, clear. Very good. Visible? Yes. Very good. Sure. ତ ଆପଣ ଯେତେବେଳେ ଖାଦ୍ୟ ଏଠି କଣ ଶିଖିଲେ ଆପଣ ଏଇ ଭିଡିଓରେ
खाद्य को चोबई खाइबा केते थर चोबेबे जेते थर चोबेबे आपण सेते थर भलो मु कहि दउछि आपण बुझ परले कारण चोबेले ही आपनको केबे गैस प्रोब्लेम हबनी कोन पई आपण जेते बेले चोबुचंदी खाद्य को ना ଆପଣଙ୍କ ବ୍ରେନକୁ ସିଗ୍ନାଲ ଯାଉଛି ୟେସ୍ ମନେ ରଖନ୍ତୁ ବ୍ରେନକୁ ସିଗ୍ନାଲ ଯାଉଛି ଏବଂ ସେଇ ହିସାବରେ ଆପଣଙ୍କ ଏନଜାଇମ୍ ସିକ୍ରେସନ ହଉଛି କୋଉ ଖାଦ୍ୟ ଆସିଛି ଏଠି ହାଇପୋଥାଲାମସ ଅଛି ହାଇପୋଥାଲାମସ ଗ୍ଲାଣ୍ଡସ୍ ଏବଂ ସେଇଠୁ ସିଗ୍ନାଲ ଯିବ ଆପଣଙ୍କର ଷ୍ଟୋମାକ ଭିତରକୁ ଏବଂ ସେଇ ପ୍ରକାରର ଏନଜାଇମ୍ ସିକ୍ରେସନ ହବ ଏବଂ ଡାଇଜେସନ ବି ସେତେ ବହୁତ ବଢିଆ ହେଇପାରିବ ଆପଣ ଯଦି ଠିକ ସେ ଚୋବେଇକି ଖାଇବେ ଲେଖିଲେ ଗୁରୁ ମନ୍ତ୍ର ଆଜିର ବୁଝିପାରିଲେ ଆପଣ ଖାଦ୍ୟକୁ ପୁରା ଚୋବେଇ ଚୋବେଇ ଖାଇବାର ଅଛି ୟେସ୍ ଭେରି ଗୁଡ ଚଲୋ ସେକେଣ୍ଡ ପ୍ରିନ୍ସିପଲ ଷ୍ଟୋମାକକୁ ଯେତେବେଳେ ଖାଦ୍ୟ ଆସୁଛି ନା ଆପଣ କେବେ ବି ଫୁଲ ଷ୍ଟୋମାକ ଯାଏ ଖାଇବେନି ମନେ ରଖନ୍ତୁ ଅଳ୍ପ ଟିକେ ଟିକେ ଭୋକ ଲାଗୁଛି ବନ୍ଦ କରିଦେବେ ଖାଦ୍ୟ ବୁଝିପାରିଲେ ଲୋକ ସେଟା ମିଷ୍ଟେକ୍ କରନ୍ତି ଏତେ ଟାଣି ଟାଣି ଖାଇଦେବେ ସୋ ଦ୍ୟାଟ୍ ଆଉ ସ୍ପେସ୍ ହିଁ ନଥିବ ଷ୍ଟୋମାକରେ ବୁଝିହେଲା ସୋ ଦ୍ୟାଟ୍ କ୍ରିଏଟ୍ସ ଟର୍ବୁଲେନ୍ସ ଓକେ ଇନଡାଇଜେସନ dyspepsia ଗ୍ୟାସ୍ ଓକେ ସୋ ସେମିତି ମିଷ୍ଟେକ୍ କରନ୍ତୁନି ଆଣ୍ଡ ଯେତେବେଳେ ଖାଦ୍ୟ ଖାଉଛନ୍ତି ଚେଷ୍ଟା କରନ୍ତୁ ହ୍ୟାଭ୍ ସମ୍ ଟାଇମ୍ ଫର୍ ଇଟ୍ ଓକେ ଛିଡା ହେଇକି କେବେ ଖାଦ୍ୟ ଖାଆନ୍ତୁ ନାହିଁ ଦିଜ୍ ଆର୍ ସମ୍ ପ୍ରିନ୍ସିପଲ୍ସ ମୁଁ ଯୋଉଟା ଆପଣଙ୍କୁ କହିବି କହୁଥିଲି ଛିଡା ହେଇକି କେବେ ବି ଖାଦ୍ୟ ଖାଆନ୍ତୁନି ଟିକେ ଟାଇମ୍ ଦିଅନ୍ତୁ ଆପଣଙ୍କ ବଡି ଖାଦ୍ୟକୁ ଏନ୍ଜୟ କରନ୍ତୁ ବୁଝିହେଲା ଚଲୋ ତାପରେ ଆଉ କେତେଟା ପ୍ରିନ୍ସିପଲ୍ସ ଉପରେ ମୁଁ କହିବି କହୁଥିଲି ଆଜିର ଭିଡିଓରେ କି ଯେତେବେଳେ କୌଣସି ଖାଦ୍ୟ ଆପଣ ଖାଉଛନ୍ତି थ्री न्यूट्रिएंट्स फॉर्मेशन ହେଇଯିବ ସେଥିରୁ କଣ କାର୍ବୋହାଇଡ୍ରେଟ ରିଚ୍ ଫୁଡ ଯୋଉଥିରେ କି ଆପଣଙ୍କର ସୁଗର ବାହାରିବ ପ୍ରୋଟିନ ରିଚ୍ ଫୁଡ ଯୋଉଥିରେ ଆପଣଙ୍କର ଆମିନୋ ଏସିଡ ବାହାରିବ ଏବଂ ଆଉ ଗୋଟେ ହଉଛି ଫ୍ୟାଟ ଚର୍ବି ଜାତୀୟ ଖାଦ୍ୟ ଯୋଉଥିରେ ଆପଣଙ୍କର ଫ୍ୟାଟି ଏସିଡ୍ସ କିମ୍ବା କିଟୋନ୍ସ ବଡି ବାହାରିବ ଠିକ ଅଛି ତାପରେ ଆପଣ ଦେଖିବେ କି ଆପଣଙ୍କର ଯୋଉ ଫୁଡରେ କାର୍ବୋହାଇଡ୍ରେଟ ବେଶୀ ଥାଏ ଯୋଉ ଫୁଡରେ କାର୍ବୋହାଇଡ୍ରେଟ ବେଶୀ ଥାଏ ସେଥିରେ ହିଁ ସୁଗର ରିଲିଜ ହେଇଥାଏ ୟେସ୍ ମନେ ରଖନ୍ତୁ ଯୋଉ ଫୁଡରେ କାର୍ବୋହାଇଡ୍ରେଟ ବେଶୀ ଥାଏ ସେଥିରେ ହିଁ ସୁଗର ରିଲିଜ ହେଇଥାଏ ବୁଝିପାରିଲେ କି ନାହିଁ ୟେସ୍ 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 ଯୋଉ ଫୁଡରେ ସୁଗର ବେଶୀ ଥାଏ ତାର ନାଁ ହଉଛି କଣ କାର୍ବୋହାଇଡ୍ରେଟ ଏଇଥିରେ ହିଁ ସୁଗର ରିଲିଜ ହେଇଥାଏ ଓକେ କଣ ଏକ୍ସାମ୍ପଲ ଲେଖିକି ରଖନ୍ତୁ ସୁଗରୀ ଫୁଡ ଚିନି ମଇଦା ଆଇଟମ ବ୍ରେଡ ବିସ୍କିଟ ପାସ୍ତା ନୁଡଲ୍ସ ଚାଉମିନ ବଡା ପକୁଡି ବୁଝିହେଲା ଏଇଟା ହଉଛି ସବୁ କାର୍ବୋହାଇଡ୍ରେଟ ରିଚ୍ ଫୁଡ ଭାବନ୍ତୁନି କି ସେଥିରେ ସବୁ ସୁଗର ଥାଏ ସେଥିରେ ବି କିଛି ଅଲଗା ଅଲଗା ଜିନିଷ ଥାଏ ବଟ୍ ମ୍ୟାକ୍ସିମମ୍ ସେଥିରେ ସୁଗର ଥାଏ ସେଇଟା ମୁଁ କହିବା ପାଇଁ ଚାହୁଁଛି ଆପଣଙ୍କୁ ମ୍ୟାକ୍ସିମମ୍ ସେଥିରେ କଣ ଥାଏ ସୁଗର ଥାଏ ବୁଝିହେଲା ତ ଆପଣଙ୍କ ସୁଗର ଯେତେବେଳେ ବ୍ରେକଡାଉନ ହବ ସବୁବେଳେ ମନେ ରଖନ୍ତୁ ଏଠୁ ବ୍ରେକଡାଉନ ଯେତେବେଳେ ହଉଛି ନା ୟା ଗ୍ଲୁକୋଜ ରିଲିଜ ହେଇଥାଏ ସେଥିରୁ କୋଉଥିରୁ ଗ୍ଲୁକୋଜ ରିଲିଜ ହେଇଥାଏ କାର୍ବୋହାଇଡ୍ରେଟ ରିଚ୍ ଫୁଡ ୟା ସୋ ଆମର ସିମ୍ପଲ ପ୍ରିନ୍ସିପଲ କଣ ଯୋଉଥିରୁ ସୁଗର ବେଶୀ ବାହାରିଥାଏ ଆମେ ତାକୁ କମ କରିବା ବୁଝିହେଲା ସୋ ପ୍ରିନ୍ସିପଲ କଣ ଲୋ କାର୍ବୋହାଇଡ୍ରେଟ ଡାଏଟ ସୁଗର କମ ବାଲା ଖାଦ୍ୟ ଖାଇବା ସିମ୍ପଲ କମନ ସେନ୍ସ ଆପ୍ଲାଏ କରିବେ ତ ଯୋଉ ଗ୍ଲୁକୋଜ ଟା ରିଲିଜ ହେଇଥାଏ ଆପଣଙ୍କ ସେଲ୍ସ ଭିତରକୁ ଆସିଥାଏ ଇମିଡିଏଟଲି ସେ ଏଣ୍ଟ୍ରି କରିପାରେନି ୱିଦାଉଟ୍ ଦ ପରମିଶନ ଅଫ ଏ ହରମୋନ କଲ୍ ଇନସୁଲିନ ଲେଖିକି ରଖନ୍ତୁ ୟା ବୁଝିପାରିଲେ ଏବେ ଆପଣଙ୍କ ପାନକ୍ରିଆସ ର ଓଡିଆ ନା କଣ ଅଗ୍ନାଶୟ ତ ଇଟ୍ ପ୍ରୋଡ୍ୟୁସ ଏ ହରମୋନ କଲ୍ ଇନସୁଲିନ ବୁଝିହେଲା ଏବଂ କଣ ହୁଏ କି ବେଳେ ବେଳେ ଯୋଉମାନଙ୍କର ଇନସୁଲିନ ପ୍ରଡକ୍ସନ ହଉନଥାଏ ତାକୁ ଆମେ ଟାଇପ 1 ଡାଇବେଟିସ୍ କହିଥାଉ ଛୋଟ ପିଲାମାନଙ୍କର ଯୋଉମାନଙ୍କର ଇନସୁଲିନ ଅତ୍ୟଧିକ ପ୍ରଡକ୍ସନ ହଉଥାଏ ଏବଂ କାମ କରୁନଥାଏ ତାକୁ ଆମେ ଟାଇପ 2 ଡାଇବେଟିସ୍ କହିଥାଉ ଦିଟା ଯାକ ଖରାପ ଦେଖନ୍ତୁ ଇନସୁଲିନ କମିଗଲେ ବି ଖରାପ ଆଉ ଅତ୍ୟଧିକ ହେଲେ ବି ଖରାପ ବୁଝିହେଲା ସୋ ଆମର ମେନ୍ ପର୍ପୋଜ ଥାଏ ତାକୁ ବାଲାନ୍ସ କେମିତି କରିବା ଓକେ ଇନସୁଲିନ ଯେତେବେଳେ ମିଶିବ ରକ୍ତ ସହିତ ଯିବ ଆପଣ ଦେଖିବେ
ଆପଣଙ୍କ ରକ୍ତରେ ଯୋଉ ଗ୍ଲୁକୋଜଟା ଆସୁଛି ସେଟା ବଢିବା ଷ୍ଟାର୍ଟ ହବ। ଗ୍ଲୁକୋଜ ସେଲ୍ ଭିତରକୁ ଯାଇପାରିବ। ଇନସୁଲିନ ଯଦି ନ ଆସିଲା ସେ ଯାଇପାରିବ ନାହିଁ। ଇନସୁଲିନ ଲାଗି କି ଲେଖିକି ରଖନ୍ତୁ। ଇନସୁଲିନ କଣ? ଗୋଟେ ତାଲାର ଚାବିକାଠି ବୋଲି। ଭେରି ଗୁଡ। ୟୁ ଆର୍ ମେକିଂ ଦ ନୋଟ୍ସ। ତାପରେ ଆପଣଙ୍କୁ ଶକ୍ତି ମିଳିବ। କିନ୍ତୁ କଣ ହୁଏ ଦେଖନ୍ତୁ, ଟାଇପ 2 ଡାଇବେଟିସ ରେ ଆପଣଙ୍କ ୟା ସେଲ୍ସ ବିକମ୍ ରେଜିଷ୍ଟାଣ୍ଟ ଟୁ ଇନସୁଲିନ ହେଇଯିବ। ସେଲ୍ସ ଇନସୁଲିନ କାମ କରିବ ନାହିଁ। ରେଜିଷ୍ଟାଣ୍ଟ ମାନେ କଣ? ମଇଳା ଜମା। ମନେ ରଖନ୍ତୁ, ଆପଣଙ୍କ ସେଲ୍ସ ଭିତରେ ମଇଳା ଜମା ହେଇଗଲାଣି, ରିସେପ୍ଟର ଖରାପ ହେଇଗଲାଣି। ସୋ ସେଥିପାଇଁ ଆପଣ ଦେଖିବେ କି ଆପଣଙ୍କ ଯାଇପାରୁନି ସୁଗରଟା ଠିକ ସେ ସେଲ୍ ଭିତରକୁ, କିମ୍ବା ଗ୍ଲୁକୋଜ ଯାଇପାରୁନି। ଆଣ୍ଡ ଆମର ମେନ୍ ପର୍ପୋଜ ଥାଏ ସେଇ ଯୋଉ ଅର୍ଗାନ୍ସଟା ଡ୍ୟାମେଜ ହେଇସାରିଛି ବିକଜ ଅଫ ଟକ୍ସିସିଟି। ପ୍ରଥମ 3 ମାସରେ ଆମେ ଡିଟକ୍ସ କରିଥାଉ ବଡିକୁ। ଫାର୍ଷ୍ଟ 21 days to 3 months we need to detox the system. ନେକ୍ସଟ 3 month ଆମେ ଯୋଉ ଅର୍ଗାନ୍ସଟା ଖରାପ ହେଇଥାଏ, ଏଇ ଯୋଉ ରିପେୟାର କରିଥାଉ ୟାକୁ, ଏହାର ରିପେୟାରିଂ ପାଇଁ ୟୁ ନିଡ୍ ସମ୍ ଭିଟାମିନ୍ସ, ମିନେରାଲ୍ସ ଆଣ୍ଡ ଅଲ୍ ଦିସ୍ ଥିଙ୍ଗ। ବୁଝିପାରିଲେ? ୟା ଓକେ। ଦେନ୍ ଏଇ କେସରେ କଣ ହୁଏ ବେଳେ ବେଳେ ଦେଖିବେ, ଟାଇପ 1 ଡାଇବେଟିସରେ କଣ ହୁଏ, ପାନକ୍ରିଆସରୁ ଇନସୁଲିନ ପ୍ରଡକ୍ସନ ହୁଏ ନାହିଁ। ଆଣ୍ଡ ସେଇ କେସରେ ଆମେ ଆପଣଙ୍କୁ ଇନସୁଲିନ ବାହାରକୁ ଦେବାକୁ ପଡିଥାଏ ଟାଇପ 1 କେସରେ। ମୋଷ୍ଟ ନୋଟିସେବଲ କଣ ପାଇଁ ଏହା କୁହାଯାଏ? ପ୍ରାୟ କେସରେ ଆମେ ଦେଖିଥାଉ ଆପଣଙ୍କୁ ବାରମ୍ବାର ପରିସ୍ରା ହବ। ପାଣି ଯେତେବେଳେ, ଏଇଟା ହଉଛି ଟିପିକାଲ ସିମ୍ପଟମ୍ସ। ବାରମ୍ବାର ଶୋଷ ଲାଗିବ, ବାରମ୍ବାର ଭୋକ ଲାଗିବ, ବ୍ଲଡି ଭିଜନ, ଦୁର୍ବଳ ଲାଗିବ ଆପଣ। ସୋ ଏହାର ମେନ୍ ଜିନିଷ ହିଁ ଏଇଟା କି ବିକଜ ଅଫ ହାଇ ସୁଗର। କମ୍ପ୍ଲିକେସନ୍ସ ଟିକେ ବୁଝିଯାଆନ୍ତୁ କଣ ପାଇଁ ସୁଗର ଡ୍ୟାମେଜ କରୁଛି। ସୁଗର ରକ୍ତ ନଳୀକୁ ଡ୍ୟାମେଜ କରିଥାଏ, ଏତିକି ମନେ ରଖନ୍ତୁ, ଆପଣ ସବୁ ବୁଝିଯିବେ। ତା ମାନେ କଣ? ସୁଗର ଯୋଉ ଜାଗାକୁ ରକ୍ତ ସପ୍ଲାଏ କରୁଛି ଯଦି ନ ଯିବ ତାହେଲେ ପ୍ରୋବ୍ଲେମ ହବ। ୟା ୟେସ୍, ଡ୍ୟାମେଜ ଦ ବ୍ଲଡ ଭେସେଲ୍ସ। ଯୋଉ ଜାଗାକୁ ରକ୍ତ ନଳୀ ଯାଇଛି ସେଠି ଡ୍ୟାମେଜ ହବ। ଦେଖନ୍ତୁ, ଆଖିକୁ ଛୋଟ ବ୍ଲଡ ଭେସେଲ ଯାଇଛି ସେଠି ଡ୍ୟାମେଜ ହେଇଯିବ। ନର୍ଭ ଡ୍ୟାମେଜ ହବ ଯୋଉଠି ଆପଣଙ୍କର ନର୍ଭ ମାନଙ୍କୁ ନା ଆପଣଙ୍କର ଇଲେକ୍ଟ୍ରିକାଲ ସିଷ୍ଟମ୍ସ କୁହାଯାଏ। ବଡିର ଇଲେକ୍ଟ୍ରିକାଲ ସିଷ୍ଟମ୍ସ କଣ? ନର୍ଭସ। ସେଠି ଯେତେବେଳେ ରକ୍ତ ଫ୍ଲୋ ହେଇପାରିବନି, ଦ୍ୟାଟ କ୍ରିଏଟ୍ସ ପ୍ରୋବ୍ଲେମ। ଦେନ୍ କିଡନୀ ଇସ୍ୟୁସ୍, କିଡନୀକୁ ଯଦି ରକ୍ତ ଯାଇପାରିବନି କିଡନୀ ଖରାପ ହବ। ଓକେ, ୟା ୟେସ୍ ୟେସ୍। ଏଇଟା ବୁଝିପାରିଲେ କି ନାଇଁ? ଏଇଟା ବହୁତ ଇମ୍ପୋର୍ଟାଣ୍ଟ ସ୍ଲାଇଡ୍, ମନେ ରଖନ୍ତୁ। ଆପଣଙ୍କର ହାର୍ଟ ଡିଜିଜ କଣ ପାଇଁ ହୁଏ? ଏଇ ଯୋଉ ରକ୍ତ ନଳୀ ଅଛି ବାରମ୍ବାର ମୁଁ ଦେଖେଇଥାଏ, ଏହାକୁ ଆମେ କେମିତି କ୍ଲିନ ରଖିବା? ଗ୍ଲୁକୋଜ ଏଠି ଡ୍ୟାମେଜ କରେ, ମନେ ରଖନ୍ତୁ, ଗ୍ଲୁକୋଜ ଏଠି ଡ୍ୟାମେଜ କରେ, ଆପଣଙ୍କ ସୁଗର ଡ୍ୟାମେଜ କରେ, ଏବଂ ଡ୍ୟାମେଜ କରି କରି କଣ କରେ? ଏଇ ରକ୍ତ ନଳୀକୁ ବ୍ଲକ କରିଦିଏ। ମୁଁ ଯେମିତି ପ୍ରିଭିୟସ ସ୍ଲାଇଡରେ ଆପଣଙ୍କୁ ଦେଖେଇଥିଲି, ରକ୍ତ ନଳୀକୁ ବ୍ଲକ କରିଦିଏ। ରକ୍ତ ନଳୀକୁ ଯେତେବେଳେ ବ୍ଲକ କରିଦବ, ରକ୍ତ ଯୋଉଠି ଯାଇପାରିବନି ତାକୁ ଆମେ ଇସ୍ଚେମିଆ ବୋଲି କହିଥାଉ। ଆମେ ତାକୁ ବଡ ରୋଗ, ବୁଝିପାରିଲେ, ଇସ୍ଚେମିକ ଚେଞ୍ଜେସ ବୋଲି କହିଥାଉ ଆମର ମେଡିକାଲ ଭାଷାରେ। ବୁଝିହେଲା? ଇସ୍ଚେମିକ ଷ୍ଟ୍ରୋକ ବୋଲି କହିବା, ଆଣ୍ଡ ଇସ୍ଚେମିକ ହାର୍ଟ ଡିଜିଜ ବୋଲି କହିଥାଉ। ଓକେ, ଆପଣ ସିମ୍ପଲ ଭାଷାରେ ବୁଝନ୍ତୁ, ରକ୍ତ ନଳୀ ବ୍ଲକେଜ ହେଇଯାଉଛି, ସରୁ ହେଇଯାଉଛି, ରକ୍ତ ଯାଇପାରୁନି, ସିମ୍ପଲ। ଆପଣ ଯୋଉ ଜାଗାରେ ପେନ୍ ବି ହଉଛି ଦେଖିବେ, ଗୋଡ ପେନ୍ ହଉଛି, ତା ମାନେ କଣ? ରକ୍ତ ଠିକ ସେ ଯାଇପାରୁନି। ଆପଣ ଦେଖିବେ କିଛି ୱାକିଂ କରିଦେଲା ପରେ ଆପଣଙ୍କୁ ଭଲ ଲାଗିଯିବ, କଣ ପାଇଁ? ଆପଣଙ୍କ ରକ୍ତ ଫ୍ଲୋ ହେଇଯିବ। ବୁଝିହେଲା? ଗୋଟେ ଟାଇମରେ ବେଶୀ ଟାଇମ ବସିକି ରହିଲେ ଆପଣଙ୍କୁ ଅଜବ ଲାଗୁଥିବ ଦେଖିବେ, କିନ୍ତୁ ଆପଣ ଯେତେବେଳେ ଚାଲିଯିବେ ଟିକେ କିମ୍ବା ଏକ୍ସରସାଇଜ କରିବେ ଦେଖିବେ ଆପଣଙ୍କୁ ଭଲ ଲାଗିବ। ସୋ ମୋଶନ ବ୍ରିଙ୍ଗସ ଇମୋଶନ, ଇମୋଶନ ବ୍ରିଙ୍ଗସ ଆକ୍ସନ। ସୋ ଜରୁର ଏକ୍ସରସାଇଜ କରନ୍ତୁ, ଜରୁର ଏକ୍ସରସାଇଜ କରନ୍ତୁ। ଏଇ ସ୍ଲାଇଡ ଟା ବହୁତ ଇମ୍ପୋର୍ଟାଣ୍ଟ ଆପଣଙ୍କ ପାଇଁ। ରକ୍ତକୁ ଫ୍ଲୋକୁ କେମିତି ବଢେଇବା? ପ୍ରଥମ ଜିନିଷ, ରକ୍ତ ନଳୀକୁ କ୍ଲିନ କରିବାକୁ ହେଲେ ଆପଣଙ୍କୁ ସୁଗର ଲୋ ଜାତୀୟ ଖାଦ୍ୟ ଜାଣିବାର ଅଛି। ଆମେ କାଲି ଆପଣଙ୍କୁ ତା ବିଷୟରେ ବି କହିବୁ, କଣ ସୁଗର ଲୋ ଜାତୀୟ ଖାଦ୍ୟ,
ओके ता सहित हाइड्रेशन पानी प्रबल पियंतु पानी पीले ही काम हबो नले हबो नाही ओके ता सहित यू नीड टू टेक ग्रीन स्मूथी आमे वीडियो पठे देबो आपन ग्रुप रे ग्रीन स्मूथी यस ता सहित ओमेगा 3 फैटी एसिड लेखिके रखंतु ओमेगा 3 फैटी एसिड कोउतरे अछि माछ 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 ओके भेजिटेरियन पीपुल लोक रागी जिवे भेजिटेरियन लोकन ପାଇଁ କହି ଦଉଛି फ्लैक्स सीड्स चिया सीड्स अलसिका मंजी पंपकिन सीड्स यस राशि मंजी एथिरे भी अछि बुझिला बहुत गुडे सोर्स अछि तार ओमेगा 3 फैटी एसिड हेले रक्त नली क्लीन हबो आपनकर मन रखंतु ओके एंड आमे कहताऊ विटामिन डी वेरी इंपोर्टेंट विटामिन K2 बहुत इंपोर्टेंट कोटू मिलिबो सौरक्राफ्ट फर्मेंटेड फूड आई होप आज 1 ईयर ग्रुप वाले पाइथिबे हमरो फर्मेंटेड फूड रो लिस्ट पाइ जैथिबे से माने सौरक्राफ्ट किमची आपनकर पूर्व पुरुष ना बहुत टैलेंटेड थिले आपनको पूर्व पुरुष यस हम पूर्व पुरुष बहुत टैलेंटेड थिले समस्तଙ୍କ घरे आचार କରିକି ରଖୁଥିଲେ ସମସ୍ତଙ୍କ ଘରେ ଘିଅ କରିକି ରଖୁଥିଲେ विटामिन K2 ଆଚାର ରହୁଥିଲା ନା ନାହିଁ yes or no ରହୁଥିଲା ଏବେ ନାହିଁ ସବୁ କିଣା ଆଚାର ରହୁଛି ସୁଗର ମିକ୍ସଡ ଆଚାର नो 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 ଟୁ ଦ୍ୟାଟ ଆଚାର ସୁଗର ବାଲା ଆଚାର ନାହିଁ ବୁଝିହେଲା ଆଚାର ମାନେ କଣ ଖଟା ହେବାର ଅଛି ଲେମ୍ବୁ ଆଚାର ୟେସ୍ नो ଟୁ ସୁଗର ବାଲା ଆଚାର ସो ମୋର କହିବାର ମାନେ ଫର୍ମେଣ୍ଟେଡ ଫୁଡ ବୋଲି କୁହାଯାଏ ତାକୁ ବୁଝିପାରିଲେ ଆଉ ଫର୍ମେଣ୍ଟେଡ ଫୁଡ ଖାଇଲେ ହିଁ ଆପଣଙ୍କ ଦେହ ଭଲ ରହିବ ଆପଣ ଦେयर ଇଜ ଏ କନସେପ୍ଟ କଲ୍ ରେଜିଷ୍ଟାଣ୍ଟ ଷ୍ଟାର୍ଚ ବୁଝିହେଲା ୟା ସो ତା ବିଷୟରେ କାଲି ଚର୍ଚ୍ଚା କରିବା ଆଜି ତାର ଟପିକ ନୁହଁ ଆଜିର ଟପିକ ଥିଲା କି ରୁଟ କଜ କେମିତି ଡ୍ୟାମେଜ କରୁଛି ଆପଣଙ୍କ ଶରୀରକୁ ଗ୍ଲୁକୋଜ ଏବଂ କଣ ପାଇଁ ଏଇ ସବୁ କମ୍ପ୍ଲିକେସନ ହଉଛି ହାର୍ଟ ଡିଜିଜ ଷ୍ଟ୍ରୋକ ପାରାଲିସିସ୍ ୟେସ୍ କଣ ପାଇଁ ହଉଛି ରକ୍ତ ନଳୀ କ୍ଲିନ ନାହିଁ ଆପଣଙ୍କର ସିମ୍ପଲ ଆପଣ ରକ୍ତ ନଳୀକୁ କ୍ଲିନ କରିବାର ପ୍ରୋସେସ ଶିଖନ୍ତୁ ଏବଂ ସେଇଟା ହିଁ ଆମେ ଗାଇଡ କରିଥାଉ ଆପଣଙ୍କୁ ରକ୍ତ ନଳୀକୁ କେମିତି ଆପଣ କ୍ଲିନ ରଖିବେ ଆପଣ ସୋ ଦ୍ୟାଟ ଫ୍ୟୁଚରରେ ଆପଣଙ୍କ ଏ ରୋଗ ମାନେ ଆସିପାରିବ ନାହିଁ ବୁଝିପାରିଲେ ସୋ ୟେସ୍ ଏନି ଅଦର ଡାଉଟ୍ସ ଆପଣମାନେ ମୋର ମେନ୍ କନସେପ୍ଟ ଥାଏ ସେଟା କି वी नीड टू क्लीन द आर्टरी ଆପଣଙ୍କ ରକ୍ତ ନଳୀକୁ କେମିତି କ୍ଲିନ କରିବା एंड तार प्रथम जिनस सब मु सब एडवाइस करता है जोटा डैमेज कर रक्त नली को प्रथम बंद करंतु कौन डैमेज कर लेखिकी रखंतु सुगरी फूड यस प्रोसेस्ड फूड लेखिकी रखंतु यस रिफाइंड तेल जंक फूड जोड़ा आपण मार्केट रु किणी खाउचंती यस ऑल द पैकेज फूड कुरकुरी मुरकुरी जहां भी देखुचंती जो फूड रे सुगर रहउची दैट इज डैमेजिंग टू योर आर्टरी एवं सबू फूड रे देखंतु मार्केट वेजिटेबल ऑयल मिसिची रिफाइंड तेल मिसिची यस आपण कहबे सर घियो तो खराब नुह घियो तो खराब नो घियो इज वेरी गुड सुपर फूड आर्टरी को क्लीन करिया पे हमें कहि तो केतरा आर्टरी लोग कोलेस्ट्रॉल को बहुत डरंती मु बारंबार तांकर डर छळै थाए हैं रिफाइंड तेलर सब्स्टिट्यूट कोन यस सिंपल कोल्ड प्रेस ऑयल नड़िया तेल घिओ ओके एटा नियंतु आपण इट्स वेरी गुड थिंग या सो कहबार माने होची एवरीथिंग हमर पूर्व पुरुष माने जहा करथिले आमे सेटा ही बतौचु हम पेशेंट माने घरे थाकी भलो ही पाउछंती एंड एथिरु बड़ कथा किछि नाही या सो मेनी पार्टिसिपेंट देखंतु हमर शह शह पेशेंट हमर यूट्यूब चैनल को जानतु आपण देखिबे केते लोक तांकर रिव्यू ଦେଇଛନ୍ତି ତାଙ୍କର ଭିଡିଓ ଥ୍ରୋରୁ ସେମାନେ କହିଛନ୍ତି ତାଙ୍କଠୁ ଶୁଣନ୍ତୁ ଏବଂ ଆପଣଙ୍କୁ ବି ଲାଗୁଛି ହଁ କିଛି ଭ୍ୟାଲୁ ଅଛି ଦେନ୍ ଆପଣ ବି ଆମର ପ୍ରୋଗ୍ରାମ୍ସ ଜଏନ୍ କରନ୍ତୁ ଆମର କ୍ୟାମ୍ପସ୍ ପ୍ରୋଗ୍ରାମ ହୁଏ ମାସକୁ 2 ଥର एंड गोटे ब्रह्मपुर रे कैंप हुए आ गोटे हमर भुवनेश्वर रे कैंप हुए ओके हमर नंबर्स जो माने नुआ आछंती कॉलिंग नंबर एंड ऑल दिस नंबर को भी आपण माने नोट कर दियंतु हम ऑलरेडी वीडियो थ्रू कहि सारिछु बट आपण माने भी हमर YouTube चैनल्स रे पाई जिबे तो समस्त YouTube चैनल्स को जानतु मल्टीपल वीडियोस देखंतु हमर टीम्स को कांटेक्ट करंतु अन्य मान को हम वीडियो शेयर करंतु बुझी पारले अन्य मान को हम वीडियो शेयर करंतु
ସେୟାର କଲେ ଅନ୍ୟମାନେ କିଛି ଶିଖିପାରିବେ, କିଛି ଜାଣିପାରିବେ। ଠିକ ଅଛି। ସୋ ଆଜିର ଟପିକ ତ ଏତିକି ଥିଲା। ରୁଟ୍ କଜ୍ ଉପରେ ଆପଣ କିଛି ବୁଝିପାରିଲେ ଆଣ୍ଡ ତାକୁ କେମିତି ବନ୍ଦ କରିବା, ତାପରେ କାଲି କଣ ଖାଦ୍ୟ ନେବା ତା ବିଷୟରେ ବି ଚର୍ଚ୍ଚା କରିବା କାଲି। ସୋ ଦ୍ୟାଟ୍ ଥ୍ୟାଙ୍କ ୟୁ ସୋ ମଚ୍ ପାର୍ଟିସିପେଣ୍ଟସ୍ ଆଣ୍ଡ ଯୋଉମାନଙ୍କର ପୁରୁଣା ପାର୍ଟିସିପେଣ୍ଟ ମାନେ ଜଏନ୍ ନ କଲେ ବି ହବ, ନୂଆ ପାର୍ଟିସିପେଣ୍ଟ ଯୋଉମାନଙ୍କୁ କିଛି ଡାଉଟ୍ ଥିବ ଆପଣମାନେ ଜଷ୍ଟ 1 ମିନିଟ୍ ପରେ ସେମ୍ ଲିଙ୍କରେ ପୁଣି ଜଏନ୍ କରିବେ। ଠିକ ଅଛି, ସେମ୍ ଲିଙ୍କରେ ପୁଣି ଜଏନ୍ କରିବେ 1 ମିନିଟ୍ ପରେ, ସୋ ଦ୍ୟାଟ୍ ମୋ ସହିତ ଆପଣମାନେ କଥା ହେଇପାରିବେ। ଠିକ ଅଛି, ଯୋଉମାନଙ୍କର କିଛି ଡାଉଟ୍ ଅଛି ଆପଣମାନେ ରୁହନ୍ତୁ, ଯୋଉମାନଙ୍କର ଡାଉଟ୍ ନାହିଁ ଆପଣମାନେ ଯାଇପାରିବେ। ଓକେ, ସୋ ଜଷ୍ଟ ଆଫ୍ଟର 1 ମିନିଟ୍ वी विल स्टार्ट द अनदर सेशन, ଯୋଉଥିରେ ଯୋଉମାନଙ୍କର କିଛି ଡାଉଟ୍ସ ରହୁଛି ଆପଣମାନେ ବି ପଚାରି ପାରିବେ। ୟେସ୍ ପ୍ଲିଜ୍, ଆଇ ଏମ୍ ଭେରି ଥିନ୍, ଆଇ ଏମ୍ ଟେକ୍ ଗ୍ରୀନ୍ ସ୍ମୁଥି ଆପଣ ନେଇପାରିବେ ବଟ୍ କମ୍ କରନ୍ତୁ। ଯଦି ଅନ୍ୟମାନେ 1 ଗ୍ଲାସ୍ ନେବେ କଲ୍ପତରୁ ହବ, ଆପଣ ହାଫ୍ ଗ୍ଲାସ୍ ନେଇପାରିବେ। ମଷ୍ଟାର୍ଡ ଅଏଲ୍ ୟେସ୍, ବଟ୍ ଇଟ୍ शुड बी cold press oil, it should not be refined, it should be cold pressed oil. Yeah, very good. Thank you so much for joining this meeting and କାଲି ପୁଣି ଆମର ମିଟିଂ ହବ 8:30 ରେ, ତାକୁ ମିସ୍ କରିବେ